ବିବାହ ଦୁଇ ହୃଦୟର ନୁହେଁ, ଦୁଇ ଶରୀରର ବି ମିଳନ ହୋଇଥାଏ। ଏହି କଥାକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ପ୍ରକାରର ଭାବନା ଆସିଥାଏ। କିନ୍ତୁ ସବୁଠୁ ଖାସ୍ ଅନୁଭବ ବିବାହର ପ୍ରଥମ ରାତିରେ ହୋଇଥାଏ। କାରଣ ସମସ୍ତ ବିବାହ ଯୋଡ଼ି ପାଇଁ ଏହି ରାତି ସବୁଠୁ ମୁଖ୍ୟ ହୋଇଥାଏ। ଏହି ରାତିରେ କେତେକ ନିୟମ ବି ପାଳନ କରାଯାଏ। କିନ୍ତୁ ଆମ ଭାରତ ଦେଶରେ ବିବାହର ପ୍ରଥମ ରାତିରେ ସହ ଜଡ଼ିତ ଏକ ପରମ୍ପରା ଅଛି, ଯାହା ବହୁତ ଦିନ ହେବ ଚାଲି ଆସୁଛି। ଏହି ସମୟରେ ସବୁଠୁ ପ୍ରସିଦ୍ଧ ନିୟମ ଏହା ଅଟେ କି ଚଉଠି ରାତିରେ କନ୍ୟା ବରକୁ ଗୋଟିଏ ଗ୍ଲାସ କେଶର ବାଲା କ୍ଷୀର ଦେବ। ଏହି ନିୟମକୁ ଆପଣ ସମସ୍ତେ ଫିଲ୍ମ, ଟିଭି ସିରିଏଲରେ ଦେଖିଥିବେ, କିନ୍ତୁ ଆପଣ ନିଜ ଜୀବନରେ ବି ଏହାର ଅନୁଭବ କରିଥିବେ। କିନ୍ତୁ ଏହି ନିୟମକୁ କରିବା ପଛରେ କିଛି କାରଣ ବି ଅଛି। ଚାଲନ୍ତୁ ଆଜି ଏହି କାରଣ ବିଷୟରେ ଜାଣିବା। ସର୍ବପ୍ରଥମେ ଆପଣ କହିଦେଉଛି ଆମେ ସମୟରେ କ୍ଷୀରକୁ କେମିତି ପ୍ରସ୍ତୁତ କରାଯାଏ। ଏହା ସାଧାରଣ କ୍ଷୀର ହୋଇନଥାଏ। ଏଥିରେ କେଶର, ଚିନି, ହଳଦୀ, ଗୋଲମରିଚ ପାଉଡର, ବାଦାମ, ପାନମଧୁରୀ ଓ ଅନ୍ୟ କେତେକ ଜିନିଷକୁ ମିଶାଇ କ୍ଷୀରକୁ ବହୁତ ଗରମ କରାଯାଏ ଓ ଅଳ୍ପ ଥଣ୍ଡା ହେବା ପରେ ବରକୁ ଏହି କ୍ଷୀର ଦିଆଯାଏ। ଏହା ସହିତ ହିନ୍ଦୁ ଧର୍ମ ଅନୁସାରେ କ୍ଷୀର, କେଶର ଓ ବାଦାମ ବହୁତ ପବିତ୍ର ହୋଇଥାଏ। ସେଥିପାଇଁ ଚଉଠି ରାତିରେ ଦିନ ବରକୁ କନ୍ୟା ନିଜ ହାତରେ ବାଦାମ ଓ କେଶର ବାଲା କ୍ଷୀର ଦେଇଥାଏ। ଏହା ଛଡ଼ା ଏହା ପଛରେ ବୈଜ୍ଞାନିକ କାରଣ ବି ଅଛି। ଏହି କ୍ଷୀରର ଶରୀରର କ୍ଳାନ୍ତକୁ ଦୂର କରିବା ପାଇଁ ଓ ଊର୍ଜା ପ୍ରଦାନ କରିବା ପାଇଁ କ୍ଷମତା ଥାଏ। ଏହି କ୍ଷୀରକୁ ପିଇବା ଦ୍ୱାରା ସେକ୍ସୁଆଲ ସିଷ୍ଟମ ମଜବୁତ ହୋଇଥାଏ ଓ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଶରୀରର ହରମୋନ୍ସକୁ ବଢ଼ାଇଥାଏ। ନିଜର କନ୍ୟା ହାତରୁ କ୍ଷୀର ପିଇ ଯେଉଁଠି ଗୋଟିଏ ପଟେ ବରର ମାନସିକ ଚିନ୍ତା କମ୍ ହୁଏ, ଅନ୍ୟପଟେ ତାହାର ମୁଡ୍ ବି ବହୁତ ରୋମାଣ୍ଟିକ ହୋଇଥାଏ। ବର 2-3 ଦିନର ନିୟମ ଯୋଗୁଁ କ୍ଳାନ୍ତ ହୋଇଯାଏ ଓ ତାକୁ ଚଉଠି ରାତି ପାଇଁ ଅଳ୍ପ ଜୁସ୍ ଓ ଶକ୍ତି ଦରକାର ହୋଇଥାଏ। ଏମିତିରେ ଏହି ସ୍ପେଶାଲ କ୍ଷୀର ସେହି ବର ଶରୀରରେ ଜୁସ୍ ଓ ଶକ୍ତି ଦେଇଥାଏ। आशा करी भिडियोटी आप स्मॉल डिटेल्स पाइपर। तो एमती वीडियो देखिए मेरे चैनल से जुड़ी हूँ। चैनल टी को सब्सक्राइब करूँ, नोटिफिकेशन बेल को दबाकि ऑल सेलेक्ट कर दिंतु। जय जगन्नाथ।